কনস্টান্টান মনে রখ তার সিম্বল হলা তার হচ্ছে 49 ইন্টু 10 টু দি পাওয়ার মাইনস 6 তারপরে মাঙ্গানিজ তম্বা মাঙ্গানিজ নিকেল সাউটা এথরে মাঙ্গানিজ মিশাই দেলে সে মাঙ্গানিজ ইস্পাত হয়ে গলা তখন যে ব্লেড আরিপাতি তৈরি হচ্ছে বুঝছো না নাই হ্যাঁ মাঙ্গানিজ ইস্পাত তারপরে আসলা নিক্রোম তম হিটর কয়েল যে ঘরে রখিছ তেমন এটা কଣ এটা মিশ্র ধাতু কোথায় তৈরি তা কয়েলটা না নিকেল ক্রোমিয়ম মাঙ্গানিজ লৌহ এ নিকেল এটি ভাই কপর জায়গায় হল ক্রোমিয়ম আর গোটে লুহা এ সবু মিশিলে ইজিকাল টু নিক্রোম তেଣୁ সে পরীক্ষার পকাইলা পকাউছি হিটর কয়েলরে কଣ ଅଛି সবটাই ହେଲା ତେଣୁ ଚାରିଟା ଜିନିଷ ଅଛି କଣ ନିକେଲ କ୍ରୋମିୟମ ମାଙ୍ଗାନିଜ ଆଣ୍ଡ ଲୁହା ତାର ରେଜିଷ୍ଟାନ୍ସ କେତେ 100 ଇଣ୍ଟୁ 10 ଟୁ ଦ ମାଇନସ୍ 6 ତାପରେ ବିଦ୍ୟୁତ ରୋଧି ଯୋଉରା ଦେଲା କୁପରି ଭାଇ ଜିନିଷ କାଚ 10 ଟୁ ଦ 10 ରୁ 14 ଶକ୍ତ ରବର ହେଉଛି ଆମର 10 ଟୁ ଦ 12 ରୁ 16 ଇବୋନାଇଟ୍ ହେଉଛି 15 ରୁ 17 ଆମର ହୀରା 12 ରୁ 13 କାଗଜ ଶୁଷ୍କ ଯେଉଁ କାଗଜ ଦେଖୁଛ ସେ 10 ଟୁ ଦ 12 ମାନେ ଡିଆସିଲି ମାଇଲେ ସାଙ୍ଗେ ସାଙ୍ଗେ ଜଳିଲା ହଁ ନା ତେଣୁ ତୁମେ ଜାଣିପାରିବ ମିଶ୍ର ଧାତୁର ପ୍ରତିରୋଧତା ମୂଳ ଧାତୁ ଗୁଡ଼ିକର ପ୍ରତିରୋଧତା ଠାରୁ ଅଧିକ ମିଶ୍ର ଧାତୁ ଗୁଡ଼ିକ ସାଧାରଣତଃ ଉଚ୍ଚ ତାପମାତ୍ରାରେ ସହଜରେ ଜାରିତ ହୁଅନ୍ତି ନାହିଁ ତେଣୁ ସେଗୁଡ଼ିକ ବିଦ୍ୟୁତ ତାପନ ସାମଗ୍ରୀ କୋଉରା ନା କେକ୍ ଟିକେ ପଡ଼ୁଛ ମା ମାନେ ପଡ଼ୁଛନ୍ତି ଓଭନ ରଖିଛି ନଗାଇଲେ କରେଣ୍ଟ ହିଟ୍ ହେଲା ସେ କିଏ ନା ଏଇଆରି ମିଶ୍ରଣ ପିଜା ଖାଉଛ ଦୋକାନ ନେଲା 2 ମିନିଟ୍ ନଗାଇ ଦେଇ ଉଷୁମ କରିଦେଲା ଖାଇଲ ତା ଯନ୍ତ୍ର ଯେଉଁ ରଖିଛି ଇନକ୍ୟୁବେଟର ଯନ୍ତ୍ର ଅଛି ଅଣ୍ଡା ଉଷୁମା ହେଉଛି ଇନକ୍ୟୁବେଟର ଯନ୍ତ୍ର ହେଲା ଏବେ ମିଳିଲାଣି ଚା କେଟେଲ ଇଲେକ୍ଟ୍ରିକ 2 ମିନିଟ୍ରେ ଚା ବୁଝିପାରୁଛ ନା ହଁ ତେଣୁ ବିଦ୍ୟୁତ ସାମଗ୍ରୀ ତାପନ ସାମଗ୍ରୀ ଯେଉଁଟା ତାତିବ ହେଲା ତେଣୁ ହିଟର ଆଉ ଆଇରନ୍ ଘରେ ରଖିଛ କ'ଣ ପାଇଁ ଦେଉଛ ହିଟ୍ ହେଲେ ଭାଙ୍ଗଟା ପଳାଉଛି କି ନାହିଁ କୁଚୁମୁଚା ପଳାଉଛି ଠିକ୍ ଭାବରେ ଭାଙ୍ଗ ପଡ଼ୁଛି ସେଥିରେ କଏଲ ଲାଗିଛି ହିଟର କଏଲ ଭଳିଆ ଦେଖିଛ ତା ଭିତର ଆଇରନ୍ ଦେଖିନା ତେଣୁ ସେ ବିଦ୍ୟୁତ ବଲ୍ବର ସୂତ୍ର ଫିଲାମେଣ୍ଟ ଇଲେକ୍ଟ୍ରିକ ବଲ୍ବ ଯେତେବେଳେ ଲାଗିବ ତାକୁ ହାତ ମାରି ପାରିବନି ଘଣ୍ଟା ଲାଗିଲା ପରେ ତାତିଥ ହେଲା ଏଲଇଡି ବଲ୍ବ ଗୁଡ଼ା ତାତୁନି କିନ୍ତୁ ଇଏ ତାତୁଛି ବୁଝିହେଲା ୟାର ଟଙ୍ଗଷ୍ଟନ ୱାୟାର ତା ଭିତରେ ଅଛି ଏ ଟଙ୍ଗଷ୍ଟନ ଏନେ ପଢ଼ିଲେ କିଏ ତା ଭିତରେ ଯେଉଁ ଫିଲାମେଣ୍ଟଟି ଅଛି ନା 100 ପାୱାର ବଲ୍ବର ତେଣୁ ତା ଦେହରେ କିଏ ଅଛି ତମ୍ବା ଆଉ ନିକେଲର ମିଶ୍ରଣ କରାଯାଇଛି ତେଣୁ ବଲ୍ବର ସୂତ୍ର ମାନେ ଫିଲାମେଣ୍ଟ ମନେ ରଖ ଏଣୁ ରୂପରେ ସାଧାରଣତଃ ଟଙ୍ଗଷ୍ଟନ ବ୍ୟବହାର କରାଯାଇଛି ତମ୍ବା ଏବଂ ଆଲୁମିନିୟମକୁ ବିଦ୍ୟୁତ ସରବରାହରେ ସେଥିପାଇଁ ସଞ୍ଚାରୀ ତାର ରୂପେ ନିଆଯାଇଛି ରାସ୍ତାରେ ଟଣା ହେଇଛି ଆଲୁମିନିୟମ ଧଳା ତାର ଘରେ ଲାଗିଛି କପର କୋଉଥିରେ ୱାରିଂ ହେଲା ତେଣୁ ଆମେ ଆସନ୍ତା ଥର ତାର ଗାଣିତିକ ପ୍ରୟୋଗ ପଢ଼ିବା ସବୁ ଏକ୍ଜାମ୍ପଲ୍ ଆଜି ଆମେ ପରିପଥର ଚିତ୍ର ଜାଣିଲେ 10-15ଟି ଓମଙ୍କ ନିୟମ ପାଇଁ ସତ୍ୟାପନ ପାଇଁ ପରୀକ୍ଷଣ ପଢ଼ିଲେ ଗ୍ରାଫ ଦ୍ୱାରା ତାଙ୍କ ନିୟମ ଲେଖି ବ୍ୟାଖ୍ୟା କଲେ ଏବଂ ବିଶିଷ୍ଟ ପ୍ରତିରୋଧ କ'ଣ ବା ପ୍ରତିରୋଧିତା କ'ଣ 4 ନମ୍ବରିଆ କୋଶ୍ଚିନ୍ ବା 3 ନମ୍ବରିଆରେ ପଡ଼ିବ ତାର ସୂତ୍ର ନିଗମନ କର ଅର୍ଥାତ୍ ଏଇଟା ପଢ଼ିଲେ R = ρl/a ρ = r/a ଏବଂ ଯୋଡ଼ିଏ ସଂକେତ ଆଜି ନୂଆ ଜାଣିଲେ R ପ୍ରତିରୋଧ ତାର ଏକକ ହେଉଛି ଓମ୍ ତାର ସଂକେତ ଆମେ ଓମ୍ର ଏଠି କରିଛେ ହେଲା ଏବଂ ଆଉ ଗୋଟେ ରୋ ପଢ଼ିଲେ ନୂଆ ୱାର୍ଡ ରୋ ମିନ୍ସ ବିଶିଷ୍ଟ ପ୍ରତିରୋଧ ବା ପ୍ରତିରୋଧିତା ତାର ସଂକେତ ଆମେ ଜାଣିଲେ ଏକକ ହେଲା ଓମ୍ ମିଟର ଏଇଟା ସଂକେତ ଓଡ଼ିଆରେ ଓମ୍ ମିଟର ଏତିକି ଜିନିଷ ହେଲା। So today the class is finished.